लोक अधिकार यात्रा राउरकेला माटी बिकी राज्य चलाइबा देवालियापणर लक्षण प्रफुल्ल सामन्तरायଙ୍କର उत्कल गौरव मधुसूदन दासଙ୍କ जन्मपीठ सत्यभामापुरରୁ ବାହାରିଥିବା लोक अधिकार यात्रा आज अपराह्ନରେ ରାଉରକେଲାରେ ପହଞ୍ଚିଥିଲା। ଏହି ଯାତ୍ରାକୁ ଗାଙ୍ଗପୁର ମଜଦୁରୀ ୟୁନିୟନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଯାତ୍ରାର ନେତୃତ୍ୱ ନେଉଥିବା ବିଶିଷ୍ଟ ପରିବେଶବିତ୍ ତଥା ଗ୍ରୀନ୍ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରାୟ ଏଠାରେ ଆୟୋଜିତ ସଭାରେ କହିଥିଲେ ଯେ ବର୍ତ୍ତମାନ ସମୟରେ ଓଡ଼ିଶାରେ ଚାଲିଥିବା ଅବିଚାରିତ ମାଇନିଂର ଆମେମାନେ ବିରୋଧ କରୁଛୁ। ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଯେତିକି ମାଇନିଂର ଆବଶ୍ୟକତା ରହିଛି ତାହାଠାରୁ ଅଧିକ ଉତ୍ତୋଳନ ପାପ ସଦୃଶ। ରାଜ୍ୟର ଖଣିଜ ସମ୍ପଦ ବିକ୍ରୟ କରି ଦେଶ ଚଳାଇବା ଠାରୁ ଆଉ ଅଧିକ ଲଜ୍ଜାକର ବିଷୟ କିଛି ନାହିଁ। ସେ ପୁଣି କହିଥିଲେ ଯେ ପୂର୍ବରୁ ଯେତିକି ଖଣି ଖୋଳିବାକୁ ଅନୁମତି ଦିଆଯାଇଛି ସେତିକି ଉତ୍ତୋଳନ ସାରିବା ପୂର୍ବରୁ ପୁଣି ଖଣି ଲିଜ୍ ଦିଆଯାଇ ଲୁହାପଥର ଠାରୁ ଆରମ୍ଭ କରି କୋଇଲା, କ୍ରୋମ୍, ମାଙ୍ଗାନିଜ୍, ବକ୍ସାଇଟ୍ ସବୁକିଛି ଖଣି କର୍ପୋରେଟମାନଙ୍କ ହାତରେ ଟେକି ଦିଆଯାଇଛି। ଏବେ ପୁଣି 49ଟି ଖଣି କମ୍ପାନୀମାନଙ୍କୁ ଦେବା ସ୍ଥିର ହୋଇଥିବା ଜଣାପଡ଼ିଛି। ଯଦି ଏହିଭଳି ଚାଲେ ତାହେଲେ 2036 ମସିହା ବେଳକୁ ଯେତେବେଳେ ଓଡ଼ିଶାକୁ 100 ବର୍ଷ ପୂରିବ, ଆମ ରାଜ୍ୟରେ ଏୟାରପୋର୍ଟ ଥିବ, 8 ଥାକିଆ ରୋଡ୍ ଥିବ, ହେଲେ ଜଳ ଜଙ୍ଗଲ ଜମି ପ୍ରାକୃତିକ ସମ୍ପଦ ଶେଷ ହୋଇ ରାଜ୍ୟର ଅର୍ଦ୍ଧାଧିକ ଅଞ୍ଚଳ ମରୁଭୂମି ପାଲଟି ଯାଇଥିବ। ସୁନ୍ଦରଗଡ଼ ଜିଲ୍ଲାର ବରସୁଆ ଅଞ୍ଚଳରେ ଦୁମାଳ ଗାଁରେ କମ୍ପାନୀ କୁରାଡ଼ି ନାଳ ଜଳସ୍ରୋତକୁ ରୋକି ନିଜ ବ୍ୟବହାରରେ ଲଗାଇଛି। ଖଣ୍ଡାଧାର ଜଳପ୍ରପାତର ଧାରାକୁ ରୋକି କମ୍ପାନୀ ପାଣି ନେଉଛି। ତାହା ହେଲେ ଜଳସମ୍ପଦ ବିଭାଗ ଓ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଓଡ଼ିଶାରେ କ'ଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ଓଡ଼ିଶାରୁ ଖଣି ଖୋଳୁଥିବା କମ୍ପାନୀମାନେ ଏଠାରୁ ଖଣିଜ ଦ୍ରବ୍ୟ ବିଦେଶକୁ ନେଇ ଅନ୍ୟ ଦେଶରେ ବ୍ୟବହୃତ ସାମଗ୍ରୀ ନିର୍ମାଣ କରୁଥିବା ବେଳେ ଆମ ରାଜ୍ୟରେ ଆଲୁମିନିୟମ, ଲୁହା ଆଦି ସାମଗ୍ରୀ ବ୍ୟବହୃତ ସାମଗ୍ରୀ କାହିଁକି ତିଆରି କରାଯାଉ ନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଥିଲେ। ଗାନ୍ଧୀବାଦ ନେତା ତଥା ଯାତ୍ରାର ସଂଯୋଜକ ଡାକ୍ତର ବିଶ୍ୱଜିତଙ୍କ ସଂଯୋଜନାରେ ଏହି ସଭାରେ ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କି ଯୋଗଦେଇ କହିଲେ ଯେ ପରିବେଶ ପ୍ରକୃତିର ଅବିଚାରିତ ଲୁଟ୍ ବନ୍ଦ ନ ହେଲେ ଆଦିବାସୀ ବନବାସୀମାନେ ଉଦ୍ବାସ୍ତୁ ହୋଇଯିବେ। ଏ ବାବଦରେ ସେ ବିଧାନସଭାରେ ପ୍ରଶ୍ନ କରିବେ ବୋଲି ମଧ୍ୟ କହିଥିଲେ। ଅଭିଯାତ୍ରୀ ଦଳରେ ରହିଥିବା ସର୍ବେଶ୍ୱର ସାହୁ, ସୁଶାନ୍ତ ମହାନ୍ତି, ଲକ୍ଷ୍ମଣ ନାୟକ, ରାଜକିଶୋର ସୁନାନୀ, ସୁକାନ୍ତ ପ୍ରଧାନ, ବିଜୟ ସିଂଙ୍କୁ ଆଦିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଗାଙ୍ଗପୁର ମଜଦୁର ମଞ୍ଚର ସାଧାରଣ ସମ୍ପାଦକ ଗୋପାଳ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସଭା ଶେଷରେ ଲୋକେ ଅଧିକାର ଯାତ୍ରା ଝାରସୁଗୁଡ଼ା ଜିଲ୍ଲା ଲାଞ୍ଜିବେର୍ନା ଅଭିମୁଖେ ଗସ୍ତ କରିଥିଲା। ରାଉରକେଲାରୁ କୁଞ୍ଜ ବିହାର ରାଉତଙ୍କ ରିପୋର୍ଟ, ମସିହା ନ୍ୟୁଜ୍। ଓଡ଼ିଶାରେ ଦୁଇଟା ଜାଗାରେ ସେ କଥା ଘଟୁଛି ଯେ ବିକାଶ ନାଁରେ କିଭଳି ଭାବରେ ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ ହେଉଛି। ମୁଁ ଏଇଟା ପ୍ରେସ୍ ବନ୍ଧୁମାନଙ୍କୁ ଆପିଲ ବି କରୁଛି ଯେ ଏଇଟା ହେଉଛି ଓଡ଼ିଶା ପାଇଁ ଗୋଟେ ଏକ ଆହ୍ୱାନ। କାରଣ ଏ ଯାତ୍ରାର ଉଦ୍ଦେଶ୍ୟ ହେଉଛି ଯେ ଆମେ ଚାହୁଁଛୁ କହୁଛୁ ଯେ ଆମେ ଯାହା କହୁଛୁ ଆମ କଥା ଶୁଣିଯାଅ। ଆମେ କହୁଛୁ କାହିଁକି ମାଇନିଂ କରୁଛ, ମାଇନିଂ କରନ, ମନ ଇଚ୍ଛା ମାଇନିଂ କରନ, ଅବିଚାରିତ ମାଇନିଂ କରନ। ତା ଅର୍ଥ ନୁହଁ ମାଇନିଂ ଗୋଟେ ହବନି, କିନ୍ତୁ ଓଡ଼ିଶାର ସ୍ୱାର୍ଥ ପାଇଁ, ଓଡ଼ିଶାର ଆବଶ୍ୟକତା ପାଇଁ ଆମେ କେଉଁଟା ବ୍ୟବହାର କରିବା, କେତିକି ବ୍ୟବହାର କରିବା, ସେ କ୍ରୋମ୍ ହଉ, ସେ ଆଇରନ୍ ଓର୍ ହଉ, ସେ ବକ୍ସାଇଟ୍ ହଉ, କୋଲ୍ ହଉ କି ମାଙ୍ଗାନିଜ୍ ହଉ କି ଯେକୌଣସି, ଆମେ ଅଛି କେତେ ଏବଂ ଆମେ କେତେ 100 ବର୍ଷ ପାଇଁ ତାକୁ ରଖିବାକୁ ହବ, କାରଣ ଏଇଟା ବି ଆମର ସାମ୍ବିଧାନିକ ଦାୟିତ୍ୱ। ଅନ୍ୟ ପଶୁପକ୍ଷୀମାନଙ୍କ କଥା କୁହନ୍ତୁ, ଆମ କଥା କି ବିଚାର କରୁନାହାନ୍ତି। ସବୁଠୁ ବଡ଼ କଥା ହେଉଛି ଯେ ଆ ମାଧ୍ୟମରେ ରୋଜଗାର ନାହିଁ। ଓଡ଼ିଶାରେ ଦାଦନମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି ଏବଂ ଆମର ପ୍ରାକୃତିକ ସମ୍ପଦ ଲୁଟ୍ ହେଉଛି। ତେଣୁ ଏ କଥାକୁ ନେଇକି ବିଭିନ୍ନ ରାଜନୈତିକ ଦଳଙ୍କ ମାଧ୍ୟମରେ ଗୋଟେ ଚର୍ଚ୍ଚା କରିବା ପାଇଁ ଆମେ ଚେଷ୍ଟା କରୁଛୁ ଏବଂ ଓଡ଼ିଶାର ବୁଦ୍ଧିଜୀବୀମାନଙ୍କୁ ଆମେ କଥା କହିବାକୁ ଚାହୁଁଛୁ ଯେ ଓଡ଼ିଶାର ପ୍ରାକୃତିକ ସମ୍ପଦ କାହାର, ଏ କଥା ଓଡ଼ିଶାର ସାଧାରଣ ଲୋକ ଏବଂ ବୁଦ୍ଧିଜୀବୀମାନେ ଚର୍ଚ୍ଚା କରନ୍ତି। ସେଟାକୁ ଆମେ ଅଟକାଇ ପାରିବାନି। ଆପଣମାନଙ୍କୁ ଅନୁରୋଧ କି ମିଡ଼ିଆ ଭାଇ ବନ୍ଧୁମାନେ କି ଆପଣମାନେ ସହଯୋଗ କରନ୍ତୁ, କାହିଁକି ଆପଣମାନେ ହିଁ ମାନେ ଲୋକଲୋଚନରେ ବିଭିନ୍ନ ପ୍ଲାଟଫର୍ମ ଆପଣଙ୍କର ସେ ମିଡ଼ିଆ ମାଧ୍ୟମରେ ଆପଣମାନେ ସେଟାକୁ ସରକାରକୁ
ଚେତେଇ ପାରିବେ, ତାଙ୍କର ଲୋକଲୋଚନକୁ ଆଣିପାରିବେ ଏବଂ ଆମେ ବି ଚେଷ୍ଟା କରିବା ଆମେ ଯାହେତୁ ଗୋଟେ ସାମ୍ବିଧାନିକ ପଦବୀରେ ଅଛୁ, ଗୋଟେ ବିଧାନସଭାରେ ଯେ ଆମର ଗୃହଟା ଅଛି ସେଇଠି ବି ବିଭିନ୍ନ ଇସ୍ୟୁ ନେଇକରି ଆମେ ନିଶ୍ଚିତ ଭାବରେ ଆମେ ଉଠେଇବା। ଆଉ ଆଜି ଯେତିକି ଲୋକ ଆମେ ଅଛୁ ଆମେ ଏଠି ପ୍ରତିଶ୍ରୁତି ନେବା ଏବଂ ପ୍ରତିଜ୍ଞା ନେବା କି ଆଗାମୀ ସମୟରେ ଆମେ ଆସନ୍ତା ଭବିଷ୍ୟତକୁ କେମିତି ଆମେ ବଞ୍ଚେଇ ରଖିବା ଏବଂ ଆମର ଫ୍ୟୁଚର ଯେମାନେ ଜେନେରେସନ୍ ମାନେ ଆସିବେ ସେମାନେ ଭଲ ପୃଥିବୀରେ ଭଲ ପରିବେଶରେ ରହିପାରିବେ। ଏତିକି ସମସ୍ତ କେବଳ ଆଦିବାସୀ ନୁହଁ, ଆଦିବାସୀ ବାହାରେ ପାଣି ନଦୀ ଯାଉଛି ଆଉ ଅନ୍ୟ ଜାଗାକୁ, ତାହେଲେ କୃଷି ତ ତା ଉପରେ ନିର୍ଭର, ପିଇବା ପାଣି ତ ତା ଉପରେ ନିର୍ଭର, ପଶୁ ପକ୍ଷୀ ସମସ୍ତଙ୍କ ନିର୍ଭର। ତେଣୁ ଆମେ କହୁଛୁ ଯେ ମନ ଇଚ୍ଛା ଅବିଚାରିତ ଭାବରେ କେବଳ ଖଣି କମ୍ପାନୀ ଆସୁଛନ୍ତି, ପଇସା ଦେବେ, ଆପଣମାନେ କିଣିବେ ଏବଂ ଏକଥା ବି ଆପଣମାନଙ୍କର ଗତ 50-60 ବର୍ଷ ଭିତରେ ଆମେ ଦେଖିଛେ ଖଣି ଦୁର୍ନୀତି ହେଉଛି ଓଡ଼ିଶାର ଭ୍ରଷ୍ଟାଚାରର ପ୍ରଥମ ସୋପାନ। ଆମ କାରଣ 1957-58 ରୁ ବି ଖଣି ଦୁର୍ନୀତି ଅଛି, କିନ୍ତୁ ଆଜିର ଦିନରେ ଯେଉଁ ଖଣି ଦୁର୍ନୀତି ଆପଣ ଭାବୁଛନ୍ତି, ଦେଖୁଛନ୍ତି କାହା ଘରେ 10 କୋଟି, କାହା ଘରେ 50 କୋଟି, କାହା ଘରେ 200 କୋଟି। ଯଦି ଏଇଟା ଦେଖୁଛ ଗୋଟେ ଅଫିସର ପାଖରେ, ତାହେଲେ ସେମାନେ ବଡ଼ ବଡ଼ କମ୍ପାନୀ ବାହାରକୁ ନେଇଯାଉଛନ୍ତି, ଜମାନ କହୁଛନ୍ତି, ଆପଣମାନେ ଯେଉଁ ନିର୍ବାଚନ ଲଢ଼ୁଛନ୍ତି କୋଟି କୋଟି ହଜାର ହଜାର କୋଟି ଟଙ୍କା, ତାହେଲେ ଏଇ ଯେଉଁ ଲୁଟ୍ ହେଉଛି, ଏ ଲୁଟ୍ ପ୍ରକ୍ରିୟା ବନ୍ଦ ହେବ ଯେଉଁଦିନ ଆପଣମାନେ ନିଷ୍ପତ୍ତି କରିବାକୁ ହେବ ଯେ ଆମେ ଏତିକି ଖଣି ଏତିକି ବର୍ଷ, 50 ବର୍ଷ ପାଇଁ ଏତିକି, 500 ବର୍ଷ ପାଇଁ ଏତିକି, 1000 ବର୍ଷ ପାଇଁ ଏତିକି ବନ୍ଦ କରିଦେଇଛି। ସେ ଜଳସ୍ରୋତ ଉପରେ 50ଟି ଗାଁର ଲୋକ ନିର୍ଭର କରି ରହୁଥିଲେ, ଯେଉଁମାନେ ଗାଧୋଉଥିଲେ, ପାଣି ପିଉଥିଲେ ଏବଂ ସେଠିକାର ଲୋକମାନେ ଚାଷବାସ କରୁଥିଲେ। ତାହେଲେ ତାଙ୍କର ଅବସ୍ଥା କ'ଣ? ଯେଉଁ ବାୟୁ ପ୍ରଦୂଷଣ ହେଉଛି, ଯେଉଁଭଳି ଭାବରେ ଖୋଳା ଚାଲିଛି, କମ୍ପାନୀ ମାନେ ଯେଉଁଭଳି ଭାବରେ ଖୋଳୁଛନ୍ତି, କୋଇଲା ବା ଲୁହା ପଥର ଯାହା ଖୋଳୁଛନ୍ତି। ଆଉ ଗୋଟେ ବଡ଼ କଥା ହେଉଛି ଯେ ଏବେ କମ୍ପାନୀ ମାନେ ସବୁ ଲାଭ ନିଜେ